ପ୍ରେମ ପାଇଁ ଦିନଟିଏ ଆଜି ଭାଲେଣ୍ଟାଇନ୍ ଡେ। ପ୍ରେମ ପାଇଁ ଦିନଟିଏ ଭାଲେଣ୍ଟାଇନ୍ ଡେ। ପ୍ରେମ ଶାଶ୍ୱତ, ଚିରନ୍ତନ ଓ ନୈସର୍ଗିକ। ପ୍ରେମ କେତେବେଳେ କାହା ସହ ହେବ କହିହେବନି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳର ଶୁଭ୍ରାଂଶୁ ଓ ଦେବସ୍ମିତା। ଏ ଦୁଇ ଜଣଙ୍କ ପ୍ରେମ କାହାଣୀ ନିଆରା। ଦୀର୍ଘ 8 ବର୍ଷ ଭଲ ପାଇବା ପରେ ବିବାହ। 2019ରେ ଦେବସ୍ମିତାଙ୍କର ଜୀବନରେ ଘଟିଥିଲା ଦୁଃଖଦ ଘଟଣା। ଦୁରାରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇଯାଇଥିଲେ ଦେବସ୍ମିତା। ସେହି ଦିନଠାରୁ ନା ସେ ଚାଲିପାରନ୍ତି ନା ବୁଲି ପାରନ୍ତି। ହୁଇଲ୍ ଚେୟାର ତାଙ୍କ ପାଇଁ ସାହା ଭରସା। ତଥାପି ଦେବସ୍ମିତାଙ୍କ ହାତ ଛାଡ଼ି ନଥିଲେ ଶୁଭ୍ରାଂଶୁ। ଶେଷରେ ବିବାହ ବନ୍ଧନରେ ବାନ୍ଧି ହେଲେ ଶୁଭ୍ରାଂଶୁ ଓ ଦେବସ୍ମିତା। ହୁଇଲ୍ ଚେୟାରରେ ବସି ଦେବସ୍ମିତା 7 ଫେରା ନେଇଥିଲେ। ପ୍ରେମରେ ସ୍ୱାର୍ଥ ନଥାଏ ବୋଲି ଦେଖାଇ ଦେଇଛନ୍ତି ଏହି ଦମ୍ପତି। बालेश्वर रिपोर्टर मध्य आशुतोष मल्लिक आम सहित जोड़ी होती आम सहित दुई दंपति रही आपण को स्वागत करुछि समस्त को कलिंग टीवी को जानिबापई चाहिबू जे आपणकर ये प्रेम संपर्क केबेठारु आरंभ होइथिला एवं ये विवाह चाके जो जर्नी केमती रहिथिला। आमर लव तो हो गलानी 7-8 वर्ष हो गलानी 2016 रो नवेम्बर 3 रु आमर आरंभ होइथिला लव। मु प्रपोज करथिली नवेम्बर 3 ले 2016 आउ सेबेठु तो एजाय आमर चलीची तो एबे तो सब ठीक ठाक अच्छी होची मैरिज पर सब ठीक ठाक अच्छी बहुत खुशी रे अछु। ओके मझिरे एमती गोटे दुखद घटना मध्य घटीगला किछि मनरे केबे अफसोस आसिनी केबे गोटे खराब किछि नकारात्मक भावना कि किछि एते बड़ असुविधा हे गला ताकु नै केबे भावना किछि खराब आसिनी। ना सेमिति किसी खराब भावना आसीनी बस केवल दुख लगे जे ताकू जति कष्ट जति जंत्रणा से पाइछि माने सेई जिंस रे बहुत कष्ट लगे दुख लगे माने से जो जति कष्ट दुख ये रे से माने जाइछि से भितरे देकी से माने ऑपरेशन भी होतबो किंतु कोनोसी माने जो एनेस्थेसिया किछि दिया हे नथिबो से सेमति ऑपरेशन हेतिबो तो एमती बहुत कष्ट दुख से सब दुख रे बस केवल दुख लगे किंतु सेमति किछि नेगेटिव थॉट्स आसी नाही सब बड़े माने केबे भी मन रे आसी नाही जे हमें अलगा हबा कि कोन एमती किछि भी नेगेटिव थॉट्स आसी नाही सब बड़े हमें पॉजिटिवली हम रिलेशनशिप पय हमें सब बड़े पॉजिटिव रहिथि। ओके मैडम आपण केबे भाबी नाहंती सेमती केबे गोटे भावना आसीनी जे भल पाइबा टिके कमी जाइछि ए घटना परठू। ନାଇଁ ସବୁବେଳେ ଭଲ ପାଇବା ବଢି ବଢି ହିଁ ଯାଇଛି କେବେ ଭଲ ପାଇବା କମିନି ଆଉ ମୁଁ ଯେତିକି ବି ଭଲ ହେଇଛି ଭଗବାନଙ୍କ ଆଶୀର୍ବାଦ ଆଉ ବାପା ବୋଉଙ୍କ ଆଶୀର୍ବାଦ ଆଉ ୟାଙ୍କ ପାଇଁ ବହୁତ ସାଥ ଦେଇଛନ୍ତି ମୋର ମାନେ କେବଳ ତାଙ୍କ ସାଥ ପାଇଁ କେମିତି ମୁଁ ଭଲ ହେବି ଆମ ମ୍ୟାରେଜ ହବ ଏଇଟା ହିଁ ମୋର ଇଚ୍ଛା ଥିଲା। पूर्वरु जेतेबेले अलग हे रहिथिले सेतेबेले जो बॉन्डिंग रहिथिला भल पाइबा बेले जो बॉन्डिंग रहिथिला विवाह परे पुणी सेही बॉन्डिंग अछि ना आहुरी स्ट्रांग हे जाइछि। ଆହୁରି ଷ୍ଟ୍ରଙ୍ଗ ହେଇଯାଇଛି ଷ୍ଟ୍ରଙ୍ଗ ବହୁତ ଷ୍ଟ୍ରଙ୍ଗ ହେଇଯାଇଛି बहुत माने बहुत सारा ओके घर लोक भी सेतिकी सपोर्ट करूछंती जेतिकी आपण माने आपणको भितर जेतिकी भल पाइबा अछि आपण उभय उभय को सपोर्ट करूछंती घर लोकनको सपोर्ट भी सेमती रहिछि। हाय आज्ञा घर लोकଙ୍କ ସପୋର୍ଟ ତ ସବୁବେଳେ ଆମକୁ ଅଛି ଆମ ଘର ଲୋକ ବହୁତ ସପୋର୍ଟିଭ। ओके आज वैलेंटाइन डे आपण माने कलिंग टीवी रे आपण माने को लोक अनेक अनेक लोक देखुछंती आपण मानकू आपण गोटे भल पाइबार उदाहरण वर्तमान सारी छंती एवं ए भल पाइबा दिन रे आपणकर सेलिब्रेशन केमती एवं कोन वार्ता दबा को चाहिबे लोकंकू। हमर तो आमे तो दी जण आज पूरा माने निजे सेलिब्रेट करिया को माने बसिथिलु तो जाओ आपण माने आसले हम पाखकू माने हम सह सेलिब्रेट करिया को आस्थिले आउ
ତ ଆମେ ଆଜି ବହୁତ ଖୁସି ଆମେ ତ ଦେଖୁଥିବେ ଆମେ ମାନେ ଅଲରେଡି ସେଲିବ୍ରେଟ କରୁଥିଲୁ ଆଉ ତ ସେଥିପାଇଁ ଆମେ ବହୁତ ଖୁସି ଆଉ କଣ କହିବୁ ଅନ୍ୟମାନଙ୍କୁ କେବଳ ଏତିକି କହିବୁ ଯେ ସାରା ଦୁନିଆ ତ ଭଲ ପାଇବାରେ ଚାଲିଛି ଇଭେନ ଶାସ୍ତ୍ର ବେଦ ଯାହା ବି ଦେଖିଲେ କେବଳ ଭଲ ପାଇବା କେବଳ ଲଭ୍ ଉପରେ ହିଁ କଥାବାର୍ତ୍ତା ହେଇଛି ସବୁ ଜାଗାରେ ହୁଁ। ତେଣୁ ଆପଣ ଭଲ ପାଇବା ଜିନିଷଟାକୁ ମାନେ ସେମିତି ଜିନିଷ ଗ୍ରହଣ କରନ୍ତୁନି ଟାଇମ ପାସ୍ ଭଳି ତ ଆଗେଇ ଚାଲନ୍ତୁ ବିଶ୍ୱାସର ସହ ଦୁଇ ଜଣଙ୍କ ସହ ସାଥ ଦେଇ ଆଗେଇ ଚାଲନ୍ତୁ ଆଉ ଏତିକି ହିଁ କହିବି। ଭଲ ପାଇବାର ଅର୍ଥ ବୋଲି ଆପଣ କଣ ବୁଝନ୍ତି ମ୍ୟାଡାମ ଆପଣ ଟିକେ ଉତ୍ତର ରଖିବେ ଏହାର। ଭଲ ପାଇବାର ଅର୍ଥ କେବଳ ଭଲ ପାଇବା ଆଉ ବିଶ୍ୱାସ। ଦୁଇ ଜଣଙ୍କର ଦୁଇ ଜଣଙ୍କ ଉପରେ ବିଶ୍ୱାସ ଭଲ ପାଇବା ଥିଲେ ଆଉ କିଛି ଦରକାର ନାହିଁ ଭଲ ପାଇବାରେ। ଖୁସି ତ କୋଉ ପରିସ୍ଥିତିରେ ବି ହେଇପାରିବ ଆମେ ତ ଭଲ ଥିଲୁ ଯେତିକି ଖୁସି ହଉଥିଲୁ ଏବେ ତ ତାଠୁ ବୋଧେ ବହୁତ ଅଧିକ ଖୁସିରେ ଅଛୁ। ତ ପରିସ୍ଥିତି ଆସେ କେବେ କେବେ ପରିସ୍ଥିତି ଆସିଯାଏ ତ ପରିସ୍ଥିତି କେବେ ଭଲ ପାଇବା ଆଗରେ ହାର ମାନେ। ଭ୍ୟାଲେଣ୍ଟାଇନ୍ ଡେ ରେ ଆଜି ଭଲ ପାଇବା ଦିବସରେ କଣ ବାର୍ତ୍ତା ରଖିବାକୁ ଚାହିଁବେ ଲୋକଙ୍କୁ ଏବଂ ବିଶେଷ କରିକି ଭଲ ପାଇବାର ଅର୍ଥକୁ ଆପଣ କେମିତି ବୁଝନ୍ତି ତାହା ଆପଣ ପ୍ରଥମେ କହିବେ। ଭଲ ପାଇବା ତ ଆମେ କହିବାକୁ ଗଲେ ଯେ ଭଲ ପାଇବାର ଅନ୍ୟ ନାମ ପ୍ରଥମେ ହେଲା ବିଶ୍ୱାସ। ହୁଁ ହୁଁ। ଯେ ବିଶ୍ୱାସ ଯୋଉ ଜାଗାରେ ନଥାଏ ସେଠି ଭଲ ପାଇବା କେବେ ବି ମାନେ ଲଙ୍ଗ ଲାଷ୍ଟିଂ କିନ୍ତୁ ହୁଏନି। ବର୍ତ୍ତମାନ ସମୟରେ ତ ଭଲ ଆମ ପାଇବାର ଜୀବନ ଅର୍ଥ ତ କିଛି ଅଲଗା ସେମିତି କେବଳ ଦେଖିବାକୁ ଏଇଟା ମିଳିଲାଣି କାହିଁକି ନା ଅତ୍ୟଧିକ ରାଗ ଆସୁଛି ବର୍ତ୍ତମାନ ସମୟରେ ଯୋଉ କ୍ରାଇମ ସବୁ ଘଟି ଯାଉଛି ବିଶେଷ କରିକି ଭଲ ପାଇବାକୁ ନେଇକି ଆତ୍ମହତ୍ୟା ହତ୍ୟା ଭଳି ପ୍ରବଣତା ଧୀରେ ଧୀରେ ବୃଦ୍ଧି ପାଉଛି ତାକୁ ନେଇକି ଆପଣ କଣ କହିବାକୁ ଚାହିଁବେ କଣ ଗୋଟେ ବାର୍ତ୍ତା ଦେବାକୁ ଚାହିଁବେ ଲୋକଙ୍କୁ ଏବଂ ଭଲ ପାଇବା ନାଁରେ ଯୋଉଭଳି ଭାବରେ ଚାଲିଛି ବର୍ତ୍ତମାନ ସମୟରେ ଇଏ ପ୍ରକୃତରେ କଣ ଭଲ ପାଇବାକୁ ସୂଚାଉଛି କି? ନା ସେମିତି କିଛି ନାହିଁ ଯୋଉ ଜାଗାରେ ଆକ୍ଚୁଆଲି ଭଲ ପାଇବା ଥାଏ ସେ ଜାଗାରେ ଛୋଟ ଛୋଟ ମାନେ ମନ ଉଣା ହୁଏ ମନ ବେଳେ ବେଳେ ଦୁଃଖ ହୁଏ କିନ୍ତୁ ରାଗ କ୍ରୋଧ ଏସବୁ ଜିନିଷ ଭଲ ପାଇବା ଭିତରେ କୌଣସି ସ୍ଥାନ ନାହିଁ ମାନେ ରାଗ କ୍ରୋଧରେ ଭଲ ପାଇବାରେ କୌଣସି ସ୍ଥାନ ନାହିଁ। ଆଉ ତ କେବଳ ଛୋଟ ଛୋଟ ମାନେ ମନ ମାନେ ଯୋଉଟା ଡିଷ୍ଟରବାନ୍ସ ହୁଏ ଯେ ମାନେ ମିସଅଣ୍ଡରଷ୍ଟାଣ୍ଡିଙ୍ଗ ହୁଏ ଛୋଟ ଛୋଟ ତ ସେସବୁକୁ ମାନେ କଣ ମାନେ ବିଶ୍ୱାସ ଥିଲେ ବିଶ୍ୱାସ ଯଦି ଦୃଢ ଥିବ ତାହେଲେ ସେ ସବୁ ଛୋଟ ଛୋଟ ମିସଅଣ୍ଡରଷ୍ଟାଣ୍ଡିଙ୍ଗ ବି କୌଣସି ଏଫେକ୍ଟ ପକେଇବ ନାହିଁ। ପ୍ୟାର ସେ ମନେ ଦେଲେ ବି ସେ ହଁ ପ୍ରୋବ୍ଲେମ ଟା ଆପେ ସଲ୍ଭ ହେଇଯିବ। ସଲ୍ଭ ହେଇଯିବ। ତ ଅଣ୍ଡରଷ୍ଟାଣ୍ଡିଂ ନିହାତି ଦରକାର ବୁଝାମଣା ଯଦି ଠିକ୍ ରହିଥିବ ତେବେ ଭଲ ପାଇବା ଯଦି ସେତିକି ବଳିଷ୍ଠ ରହିଥିବ ସେତିକି ଦୃଢ଼ ରହିଥିବ ଦୃଢ଼ତା ରହିଥିବ ଭଲ ପାଇବା ଭିତରେ ତେଣୁ କୌଣସି ବି ଗୋଟେ ବଡ଼ କାରଣ ବି ତାକୁ ମଧ୍ୟ ସେ ଭଲ ପାଇବାକୁ ଭାଙ୍ଗି ପାରିବନି ଏ କଥା ଆପଣ କହୁଛନ୍ତି କିନ୍ତୁ ଆପଣଙ୍କ ଭିତରେ ଦୁଇ ଜଣଙ୍କ ଭିତରେ କେବେ ଝଗଡ଼ା ହେଇନି କେବେ କେବଳ କେବଳ ବିଶ୍ୱାସ। ଓକେ ଆପଣ ଦୁହିଁଙ୍କ ଭିତରେ କେବେ ଝଗଡ଼ା ହେଇନି ଆଉ ଯଦି ଝଗଡ଼ା କାହିଁକି ହେଇଛି ଭଲ ପାଇବା କୁହନ୍ତୁ କୁହନ୍ତୁ ରିଲେସନ ଅଛି ମାନେ ଛୋଟ ଛୋଟ ଝଗଡା ହୁଏ ସମସ୍ତଙ୍କ ରିଲେସନରେ ଛୋଟ ମୋଟ ଝଗଡା ହୁଏ ଆପଣ କିନ୍ତୁ ଉଭୟ କେମିତି ଆମର ସମାଧାନ ଏମିତି କରିଛନ୍ତି କୌଣସି ଯଦି ଝଗଡା ଝଗଡ଼ା ହେଇନି ହେଇଛି ଯୋଉଥିରେ ମାନେ ଆପଣ ଆମେ ଉଭୟ କେବଳ କେମିତି ସମାଧାନ କରିଛନ୍ତି? ସିଏ ପ୍ୟାର ସେ ଲଭ୍ ୟୁ କହିଦିଏ ନହେଲେ ମୁଁ ପ୍ୟାର ସେ ଲଭ୍ ୟୁ କହିଦିଏ ଆମର ମାନେ ଓଭର ସେଇଠି ହିଁ ଓଭର ଯିଏ ଲଭ୍ ୟୁ କହିଦେଲା ସରିଗଲା ଆମର ଓଭର। ଅର୍ଥାତ୍ ଜଣେ ଯଦି ରାଗୁଛି ଆଉ ଜଣଙ୍କୁ ଶାନ୍ତ ହେବାକୁ ପଡ଼ିବ ଆଉ ଜଣଙ୍କୁ ସମାଧାନ ପାଇଁ ଚେଷ୍ଟା କରିବାକୁ ପଡ଼ିବ। ସେମିତି କିଛି ନାହିଁ ବେଳେ ବେଳେ ଦୁଇ ଜଣ ଏକା ସାଙ୍ଗରେ ବି ଲଭ୍ ୟୁ କହୁ। ଓକେ ତ ଆମର ସରି ତ ପ୍ରାୟ ଆମେ ୟୁଜ କରୁନା ମାନେ ଆମର ଲଭ୍ ୟୁ କହିଦେଲେ ସରିଗଲା ଆମର ସବୁ ସେଇଟା ହିଁ ସବୁର ଏକ୍ସପ୍ଲାନେସନ। ଓକେ ଭଲ ପାଇବା ଗୋଟେ ସମୟ ରହିଥାଏ ଏବଂ ଯେଉଁଟାକି ଦୁଇଟି ସମୟ କଥା ଆମେ କହିପାରିବା ଗୋଟେ ହେଉଛି ଯେତେବେଳେ ଆପଣ ଲଭ୍ କପଲ୍ ଥାଆନ୍ତି ଏବଂ ତାପରେ ଯେତେବେଳେ ବିବାହ ହୋଇଥାଏ ସେତେବେଳେ ଆପଣ ଗୋଟେ ମ୍ୟାରିଡ୍ କପଲ୍ ହେଇଯାଆନ୍ତି ତେଣୁ ଦୁଇ ଭିତରେ ଫରକ କ'ଣ ପାର୍ଥକ୍ୟ କ'ଣ ଆଉ ଭଲ ପାଇବା କେଉଁଥିରେ ବେଶୀ ଥାଏ? ଭଲ ପାଇବା ତ ଆକ୍ଚୁଆଲି କମ ବେଶୀ ନୁହେଁ ଆକ୍ଚୁଆଲି ସମୟ ସହିତ ପ୍ରଥମେ କଣ ଯାହାହେଲେ ବି ମାନେ ଅନନୋନ ଥାଆନ୍ତି ଦୁଇ ଜଣ ପୁଅ ଝିଅ ଅନନୋନ ଥାଆନ୍ତି ଧୀରେ ଧୀରେ ସେମାନଙ୍କ ଭିତରେ ରିଲେସନ ବିଲ୍ଡ ହୁଏ ଧୀରେ ଧୀରେ ବଣ୍ଡିଙ୍ଗ ଷ୍ଟ୍ରଙ୍ଗ ହେଇଯାଏ ସେମିତି କିଛି ନାହିଁ ଯେ ମାନେ ଏଟା ଗୋଟେ ମାନେ କଣ ସମାଜରେ ଏଇଟା ଗୋଟେ ବର୍ତ୍ତମାନ ଓବିୟସଲି ଚାଲିଛି ଯେ ମ୍ୟାରେଜ ପରେ କି ବଦଳି ଗଲେ ମ୍ୟାରେଜ ପରେ ଏଟା ହେଇଗଲା ସେଟା ହେଇଗଲା ସେସବୁ ମାନେ ଆକ୍ଚୁଆଲି ଲଭ୍ ରେ ଭୁଲ କଥା ଯେ ମାନେ ଯେତେ ଟାଇମ ସ୍ପେଣ୍ଡ ଅଧିକା ହବ ସେତେ ଲଭ୍ ବଢି ବଢିଯାଏ କେବେ କମେ ନାହିଁ। ଓକେ
आमे आशा करिबो आपनको भल पाइबा सेमती आहुरी बढ़ू सेमती रही थाउ एवं आपणक भितरे से भल पाइबा आहुरी स्ट्रंग हो आपण माने उभय को भल पातु ता सहित ये भल पाइबा अन्य सहित बांटतु गोटे भल वार्ता दिंतु समाज को कहीं समाज जो दिगरे वर्तमान जाऊँगी गोटे भल वार्ता जावा निहाती दरकार तेणु भल पाइबार गोटे वार्ता जाऊ आज दिन में आज वैलेंटाइन्स डे तेणु ताकू नहीं गोटे सेलिब्रेशन रही किंतु ता सहित भल पाइबार जो वार्ता ताहा गोटे सठिक जीवार आवश्यकता रही। बहुत बहुत धन्यवाद आम सहित जोड़ी होइथिबारु एवं आम सहित ये भल पाइबार कथा बांटी थिबारु।